ଜୟ ଜଗନ୍ନାଥ। ଓମ୍ ନମଃ ଶିବାୟ। ଗୋଟିଏ ସୁନ୍ଦର ଉଦାହରଣ ଦେଉଛି। ଯଦି ଆମ କଥା ପ୍ରସଙ୍ଗରେ କିଛି ଭୁଲ ହେଇଯାଏ, କେହି ଯଦି ହଠାତ୍ ତାକୁ ଧରିକି ତାକୁ ଇସ୍ୟୁ କରନ୍ତି, ଜାଣିନେବ ତାଙ୍କ ଭିତରେ ଅହଙ୍କାର ଅଛି। ମୁଁ ହେଲେ ମଧ୍ୟ ସେ ଲୋକଟି ମୋତେ ହିଁ ସେଇ ଭାବରେ କହିପାରିବ। କାରଣ ଭୁଲଟା ସବୁବେଳେ ଭୁଲ, ଠିକଟା ସବୁବେଳେ ଠିକ। ଆମେ ଠିକ କରିବାକୁ ଯାଏ କେତେବେଳେ ବେଳେବେଳେ ଆମ ଜୀବନରେ ଭୁଲ ହେଇଯାଇଥାଇପାରେ। ସେଥିପାଇଁ ଆମେ ଭଗବାନଙ୍କୁ କ୍ଷମା ମାଗୁ, ଗୁରୁଜନମାନଙ୍କୁ ବି କ୍ଷମା ମାଗୁ। ଏମିତି ଶାଶୁ ଶ୍ୱଶୁର ସ୍ୱାମୀ ସମସ୍ତଙ୍କ କ୍ଷମା ମାଗିଥାଉ। କ୍ଷମା ମାଗିଦେଲେ କେବେ ଛୋଟ ହୋଇଯିବନି। ଆପଣ ମଣିଷଙ୍କ ପାଖରେ ଛୋଟ ହେଇପାରନ୍ତି, କିନ୍ତୁ ଭଗବାନ ପାଖରେ ଆପଣ ମହାନ ହେଇଯିବେ। ଆଉ ଗୋଟେ ଜିନିଷ, କିଛି ଲୋକ ଅଧିକା ପାଠକୁ ନେଇକି ଗର୍ବ କରନ୍ତି, କିଛି ଲୋକ ଧନକୁ ନେଇକି ଗର୍ବ କରନ୍ତି, କିଛି ଲୋକ ସୁନା ରୂପା ବ୍ୟାଙ୍କ ବାଲାନ୍ସ ଘର ବାଡ଼ିକି ନେଇକି ଗର୍ବ କରନ୍ତି। ଏମିତିକି କିଛି ଲୋକ ଅଛନ୍ତି ତାଙ୍କ ପାଠ ପଢ଼ିବାର ମହାନତା ଦେଖାନ୍ତି। ଆମେ ଓଡ଼ିଆ ଭାଷାଟା ସବୁବେଳେ କହିଥାଉ, କାହିଁକି ନା କଥା ପ୍ରସଙ୍ଗରେ ସବୁ ଠାକୁରଙ୍କ ପାଖରେ ସେଇଟା ବି ସବୁବେଳେ ଓଡ଼ିଆ ଭାଷାଟା କହିବା ବହୁତ ଭଲ। କାରଣ ଓଡ଼ିଆଟା କହିଲେ ଛୋଟଠୁ ବାଳକଠୁ ବୃଦ୍ଧ ପର୍ଯ୍ୟନ୍ତ ସମସ୍ତେ ବୁଝିପାରିବେ। କିନ୍ତୁ ଏବେ ସୋସାଇଟିରେ ମାନେ ଇଂଲିଶ ଶବ୍ଦ ପ୍ରୟୋଗ କରି ଯେଉଁ ଜାଗାରେ ଯେଉଁ ଭାଷା ଅଛି ସେମାନେ ଠିକ୍ ସେଇ ଭାଷାରେ କଥାବାର୍ତ୍ତା ହୁଅନ୍ତୁ, ଠିକ୍ ଅଛି। ଆମେ ବି ବେଳେବେଳେ ସେମାନଙ୍କ କଥା ବୁଝିପାରୁନୁ। କିନ୍ତୁ ଆମର ହେଲା କ'ଣ, ଆମେ ଟିକେ ହିନ୍ଦୀ ବଙ୍ଗାଳୀ ଟିକେ ବୁଝିପାରୁ। ଓଡ଼ିଆଟା ଆମର ସବୁବେଳ ପାଇଁ ମାତୃଭାଷା ଭଳିଆ ରହିଥାଏ, ହିନ୍ଦୀ ବି ମାତୃଭାଷା। କିନ୍ତୁ ସବୁ ଜିନିଷକୁ ସବୁବେଳେ ଓଡ଼ିଆରେ ପ୍ରୟୋଗ କରନ୍ତୁ, କାରଣ ପ୍ରାୟ ଲୋକ ବୁଝିପାରନ୍ତି ନାହିଁ। ବୃଦ୍ଧ ଲୋକ ସେମାନେ କ'ଣ ବୁଝିପାରିବେ? ଛୋଟ ଛୁଆଙ୍କ ବୁଝିପାରିବେ? ଆମେ କ'ଣ ଜିନିଷଟା କହୁଛୁ ନିଜକୁ ନିଜ ବୁଝିବା ପାଇଁ କହୁଛୁ? ଆମେ ସମସ୍ତଙ୍କୁ ବୁଝେଇବା ପାଇଁ କହୁଛୁ। ତେଣୁ ଏଇସବୁ ଚିନ୍ତାଧାରାକୁ ଗଲେ ବହୁତ ଭଲ ହେବ। ଦେଖିବାକୁ ଗଲେ ମଣିଷର ଟଙ୍କା ପଇସା ବ୍ୟାଙ୍କ ବାଲାନ୍ସ ଘର ବାଡ଼ି କିଛି ମୂଲ୍ୟବାନ ନୁହଁ। ମନଟି ସୁନ୍ଦର ହେବା ଦରକାର। ଚିନ୍ତା ଚେତନା ଭାବନା ସବୁ ସୁନ୍ଦର ହେବା ଦରକାର, ନିର୍ମଳ ହେବା ଦରକାର, ସରଳ ହେବା ଦରକାର। ଦେଖନ୍ତୁ, ଗୋଟିଏ ଶବ୍ଦକୁ ଆମେ ଅନେକ ଅର୍ଥରେ ତାକୁ କହିପାରିଥାଉ। ସେହି ସବୁ ଭାବ ରଖିଲେ ଆପଣ ମଣିଷଙ୍କ ପାଖରେ ମହାନ ନ ହେବା କିଛି ଆବଶ୍ୟକ ନାହିଁ, ଭଗବାନ ପାଖରେ ମହାନ ହୋଇପାରିବେ। ଭୁଲଟା ଯଦି ଗୋଟିଏ ଥର କରିଛନ୍ତି, ଭଗବାନ ପାଖରେ ଶରଣାପନ୍ନ ହୁଅନ୍ତୁ। ଅନେକ ଥର ଭୁଲ କରିବାକୁ ଚେଷ୍ଟା କରନ୍ତୁ ନାହିଁ। ରାଧାକୃଷ୍ଣ ଭାବରେ ଯାହା ସେଥିରେ ମିଶୁଛନ୍ତି, ଜଣକୁ ସେଥିରେ ଭାବ ରଖନ୍ତୁ। ଭଲ କଥୋପକଥନ ଆଳାପ କରନ୍ତୁ, କିନ୍ତୁ କାହା ସଂସାର ଭାଙ୍ଗନ୍ତୁ ନାହିଁ। କେହି ଯଦି ଟଙ୍କା ଦେଇ କାହାର ସୁଖ ଟିକେ ଶାନ୍ତି ଟିକେ ଅୟସ କରିବାକୁ ଚାହୁଁଛନ୍ତି, ସେଭଳି ଚିନ୍ତାଧାରା ସମୟ ଅନୁସାରେ ଭୁଲି ଯାଆନ୍ତୁ, କାରଣ ସେଇଟା ହେଉଛି ମହାପାପ। ଏହା ନିରାଟ ସତ୍ୟ। ଆମେ ମଣିଷ ଦୁନିଆକୁ ଆସିଛୁ। ଆପଣ ଜାଣିଥିବେ ଦଶରତ୍ନାକର, ସେ ଗୋଟେ ମୂର୍ଖ ଥିଲେ କିନ୍ତୁ ମହାଜ୍ଞାନୀ ହୋଇପାରିଲେ। ଠିକ୍ ସେମିତି କଳିଯୁଗ ମଣିଷ ଚିନ୍ତା ଚେତନା ଭାବନାରେ ଯଦି ଠିକ୍ ସେହି ଭାବନା ଆସେ ନା, ଗୋଟେ ମୂର୍ଖ ବି ମହାଜ୍ଞାନୀ ହୋଇପାରେ। ଏହା ନିରାଟ ସତ୍ୟ। ଆପଣ ତାକୁ ସ୍ୱୀକାର କରିପାରନ୍ତି ନାହିଁ, କିନ୍ତୁ ଭଗବାନ ନିଶ୍ଚିନ୍ତ ସ୍ୱୀକାର କରିବେ। ଆମେ ଦୁନିଆକୁ ଆସିଛୁ, ଆମେ ବ୍ୟାଙ୍କ ବାଲାନ୍ସ କୋଠା ବାଡ଼ି ସୁନା ରୂପା କ'ଣ କିଛି ନେଇକି ଆମେ ଯିବା ନାହିଁ। କେବଳ ନେଇକି ଯିବା କ'ଣ, ଟିକିଏ ଭଲ ଗୁଣ। ଆମର ଦୋଷ ଥାଉ କି ନଥାଉ, ଶାଶୁ ଶ୍ୱଶୁର କହିଥାନ୍ତୁ କି ସ୍ୱାମୀ କହିଥାନ୍ତୁ କି ଗୁରୁଜନ ଲୋକ କହିଥାନ୍ତୁ, ଆମେ ମଥାପାତି ସହିଯାଇଥାଉ ହସି ହସିକି। ଆଉ ହିଂସାବାଦ ଅହଙ୍କାରରୁ ଆମେ ଟିକେ ଦୂରେଇ ରହିବା। ସେସବୁ ଯଦି ବି ଯିଏ କହୁଛନ୍ତି ସହିଯିବା, କିଛି ଅସୁବିଧା ନାହିଁ। ଆଉ ଆମ ବଚନକୁ ସରଳ କରିବା, ଆମ ଚିନ୍ତା ଚେତନା ଭାବନାକୁ ନିର୍ମଳ କରିବା। ଏଇସବୁ ଭାବନାରେ ରହିଲେ ବହୁତ ଭଲ ହେବ, କାରଣ ଆମେ ଚିରସ୍ଥାୟୀ ନୁହଁ। ଆଜିର ଜୀବନ କାଲିକି ନାହିଁ।
କିନ୍ତୁ ମଲାବେଳେ ଆମେ କିଛି ନେବା ନାହିଁ, ସେହି ଭଲ ଗୁଣ ଟିକକ ନେବା। ଏହି ଜିନିଷଟାକୁ ସମସ୍ତେ ବୁଝିବାକୁ ଚେଷ୍ଟା କରନ୍ତୁ। ମିଡ଼ିଆ ମାଧ୍ୟମରେ ଅନେକ କଥା କହୁଛନ୍ତି ସତ, ଆମେ ମଣିଷକୁ ଖରାପ ଭାବୁନୁ, କଥା ପ୍ରସଙ୍ଗରେ ଆମର ବି ଭୁଲ ହେଇଯାଏ, କିନ୍ତୁ ଭୁଲଟା ଧରିବା ଠିକ୍ ନୁହଁ। ଭୁଲଟା ଧରିଲେ ଅହଙ୍କାର ହୋଇଯାଏ। ତେଣୁ ମୁଁ ଦେଖୁଛି କିଛି କିଛି ଲୋକ ଭୁଲଟାକୁ ଧରି ପକାଉଛନ୍ତି। ଭୁଲଟାକୁ ଧରନ୍ତୁ ନାହିଁ, ବରଂ ବୁଝେଇ ଦିଅନ୍ତୁ, ବହୁତ ଭଲ ହେବ। କାରଣ ମୁଁ ବି ଗୋଟେ କେତେ ଜ୍ଞାନୀଙ୍କ ପାଖରେ ମୁଁ ବି ଗୋଟେ ବହୁତ ବୟସରେ ସାନ ହୋଇପାରେ, ଛୋଟ ତାଙ୍କର ବାଳୁତ ଶିଷ୍ୟ ହୋଇପାରେ। କିଛି ମୋ ମାଧ୍ୟମରେ ଯଦି ଭୁଲ ହୋଇଯାଉଛି ମୋତେ ବୁଝେଇ ଦିଅନ୍ତୁ, କିନ୍ତୁ ମନ ଭିତରେ ରଖି ରାଗ ଅହଙ୍କାର କରନ୍ତୁ ନାହିଁ, ଇଗ୍ନୋର କରନ୍ତୁ ନାହିଁ। ଆପଣ ଇଗ୍ନୋର କଲେ, ରାଗ ଅହଙ୍କାର କଲେ ମୁଁ ସହିଯିବି ସତ, କିନ୍ତୁ ତା ଭିତରେ ଭଗବାନ ଟିକେ ସହିପାରିବେ ନାହିଁ। କାରଣ ଆମେ ନାରୀ ଧର୍ମ ଗୋଟେ ଜିନିଷ, ନାରୀ ପୁରୁଷ ପାଇଁ ସମାନ ଲାଗୁ ହେଲେ ବହୁତ ଭଲ ହେବ। ତଥାପି ବହୁତ ଶାନ୍ତଶିଷ୍ଟ ନାରୀ ଥାନ୍ତି, ତାଙ୍କ ଧର୍ମକୁ ସେ ହସି ହସି ଯେତେ ଦୁଃଖ କଷ୍ଟ ଝଡ଼ଝଞ୍ଜା ଆସୁ ହସି ହସି ସହିଯାଆନ୍ତି। ସମସ୍ତଙ୍କ ମନ ସମାନ ନଥାଏ, ଏହା ବି ବୁଝିବାକୁ ଚେଷ୍ଟା କରନ୍ତୁ। ଆଉ ମୋ କଥା ମାଧ୍ୟମରେ ଯଦି ଭୁଲ ଥାଏ ତାହେଲେ ମୋତେ କ୍ଷମା କରିଦେବ। କାରଣ ମୋ ରାଧାକୃଷ୍ଣ ଭାବରେ, ମୋ ଜଗନ୍ନାଥ ଭାବରେ, ମୋ ଆତ୍ମାରେ ଯାହା ଆସିଲା, ମୋ ତୁଣ୍ଡରେ ଯାହା କହିବାକୁ ଇଚ୍ଛା ହେଲା ମୁଁ ସେଇଆ କହିଲି। କାରଣ ମୁଁ କୌଣସି ଗୁରୁର ଅନୁସରଣ କରିନାହିଁ, କୌଣସି ଗୀତା ଭାଗବତକୁ ଅନୁସରଣ କରିନାହିଁ, କେବଳ ସେଇ ଜଗନ୍ନାଥଙ୍କୁ ଅନୁସରଣ କରି ଚାଲୁଛି। ରହୁଛି, ଭୁଲ ଥିଲେ କ୍ଷମା କରନ୍ତୁ। ଜୟ ଜଗନ୍ନାଥ। ଯାହା ପାଖରେ ମୁଁ ଭୁଲ କରିଛି, ଯଦି ମୋ କଥା ମାଧ୍ୟମରେ କିଛି ଭୁଲ ଆପଣଙ୍କୁ କହିଦେଇଛି, ଆପଣ ଇଗ୍ନୋର କରୁଛନ୍ତି, କରନ୍ତୁ, ଠିକ୍ ଅଛି। ଲାଇକ୍ କଥାଟି ନେଇକରି ଜଣକୁ କହିଥିଲି, କାରଣ ବାରମ୍ବାର କହିବା ପରେ ଲାଇକ୍, ଆପଣଙ୍କ କଥା ତ ବହୁତ ଭଲ ଲାଗେ। ମଣିଷ ମାତ୍ରକେ ସମସ୍ତେ ସମସ୍ତଙ୍କୁ ଭଲ ପାଆନ୍ତୁ, ଏହା ନିରାଟ ସତ୍ୟ। ସମସ୍ତଙ୍କ ଚିନ୍ତାଧାରା ଠିକ୍ ନଥାଏ, ସମସ୍ତେ ବି ଭଲ ପାଆନ୍ତି ନାହିଁ। ଅନେକ ଅଛନ୍ତି, ଗୋଟେ ମଣିଷ ଯେତେ ଦୁଷ୍ଟ ହେଉ, ଖରାପ ହେଉ, ଦୁର୍ଦାନ୍ତ ହେଉ, ଯେମିତିଆ ଭାବର ମଣିଷ ହୋଇଥାନ୍ତୁ, ସେ ତାଙ୍କୁ ଭଲ ପାଇଥାନ୍ତି, ଭଲ ଉପଦେଶ ଦେଇଥାନ୍ତି। ତାଙ୍କର ସଙ୍ଗତ ବି ହୁଅନ୍ତି, ଏହା ନିରାଟ ସତ୍ୟ। କାରଣ ତାଙ୍କ ଭାବନାଟା ଠିକ୍ ଥାଏ, ସେଥିପାଇଁ ସେ ସେଇ ଭାବନାରେ ସମସ୍ତ ସେଥିରେ ସଙ୍ଗତ ହୁଅନ୍ତି। ପାପ ସଙ୍ଗତ ନୁହଁ, ରାଧାକୃଷ୍ଣ ଭଳି ପବିତ୍ର ସଙ୍ଗତ ହୁଅନ୍ତି। ସବୁକୁ ପାପ ଭାବନ୍ତୁନି, ବହୁତ ଭୁଲ ହେବ। ଆଉ କିଛି ଲୋକ ଦେଖିଲି, ଆଜି ମୁଁ ଗୋଟେ ମାଆକୁ ମୋର ଲାଇକ୍ କରେ, କିଛି ଯଦି ଠିକ୍ ଭୁଲ କଥା ପ୍ରସଙ୍ଗରେ ହେଇଗଲା, ତାଙ୍କ କଥା ମୋ କଥାଟି ଖାପ ନ ଖାଇଲା, ଯଦି ମୁଁ ସେ ଲାଇକ୍ ଦେଇନାହିଁ, ଆପଣ ଆଜି ମୋ ଲାଇକ୍ଟିକୁ ବ୍ଲକ୍ କରିଦେଇଛନ୍ତି। ବହୁତ କଷ୍ଟ ଲାଗିଲା ମା। ଏ ମା, ମୁଁ ଯଦି ତୋର ଝିଅ ହୋଇଥାନ୍ତି, ତୁ କ'ଣ ମୋତେ ବୁଝେଇ ନଥାନ୍ତୁ? ଆଜି ଏ ଝିଅ ତୋତେ ଅନୁରୋଧ କରୁଛି ଲୋ ମା, ସେ ଲାଇକ୍ ଯେଉଁ ବ୍ଲକ୍ କରିଦେଇନୁ, ସେ ଲାଇକ୍ଟା ଖୋଲିଦେ ମା। ମୋତେ ଭାରି କଷ୍ଟ ଲାଗୁଛି, ତୋ ଝିଅ କଥାରେ କିଛି ଭୁଲ ରହିପାରେ, ତୁ ସୁଧାରି ନେ ନା। ମୋ ଜଗନ୍ନାଥ ବହୁତ ଖୁସି ହେବେ। ରହୁଛି, ଜୟ ଜଗନ୍ନାଥ।